ପିଲାମାନେ ଆଜି ଆମେ ଗଣିତରେ ଗୁଣନ ଏବଂ ହରଣ ସମ୍ପର୍କିତ କିଛି ସରଳ ପ୍ରଶ୍ନର ଉତ୍ତର କରିବା। 1 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି? 3ର 5 ଗୁଣ କେତେ ହେବ? 3ର 5 ଗୁଣ ଅର୍ଥାତ୍ 3 ସହିତ 5କୁ ଆମେ ଗୁଣନ କରିବା। 3 ପଞ୍ଚା କେତେ? 15 ହେବ। ତ 3ର 5 ଗୁଣ 15 ହେବ। 2 ନମ୍ବର ପ୍ରଶ୍ନ, ଡେସ୍ର 8 ଗୁଣ 24 ହେବ। କାହା ସହିତ 8କୁ ଗୁଣିଲେ 24 ହେବ? କେମିତି କରିବା? ନା 24 ସହିତ 8କୁ ଆମେ ହରଣ କରିବା। 24 ହରଣ 8 କେତେ ହେବ? 24କୁ 8 ସହିତ ହରଣ କଲେ 8କୁ ପଣିକିଆରେ କେଉଁଠି 24 ଅଛି? 8 କେ 8, 8 ଦୁଣେ 16, 8 ତିରି 24। ତ ଭାଗଫଳ କେତେ ଆସିବ? 3 ଆସିବ। ତ ଏଠି ଉତ୍ତର କ'ଣ ହେବ? 3ର 8 ଗୁଣ 24 ହେବ। 4ର ଡେସ୍ ଗୁଣ 20। 4 ସହିତ କେତେ ଗୁଣିଲେ 20 ହେବ? ନା 20 ଆଉ 4କୁ ହରଣ କଲେ କେତେ ଆସିବ? ଭାଗଫଳ 5 ଆସିବ। ତ 4ର 5 ଗୁଣ 20। 4 ନମ୍ବର ପ୍ରଶ୍ନ, 8ର 5 ଗୁଣ କେତେ ହେବ? 8ର 5 ଗୁଣ ଅର୍ଥାତ୍ 8 ସହିତ 5କୁ ଆମେ ଗୁଣନ କରିଦେବା। 8 ପଞ୍ଚା 40। 8ର 5 ଗୁଣ 40 ହେବ। 5 ନମ୍ବର ପ୍ରଶ୍ନ, 2ର ଡେସ୍ ଗୁଣ 16 ହେବ। 2ରେ କେତେ ଗୁଣିଲେ 16 ହେବ? କେମିତି ଜାଣିବା? 16 ଏବଂ 2କୁ ଆମେ ହରଣ କରିବା। 16 ହରଣ 2। 2 ଅଷ୍ଟା 16 ନା, ତ ଭାଗଫଳ କେତେ ଆସିବ? 8। ତ 2ର 8 ଗୁଣ 16 ହେବ।